ଆଜି ଆମେ ଏକ ବହୁତ ବଡ଼ ବିଷୟ ଉପରେ ଆଲୋଚନା କରିବାକୁ ଯାଉଛୁ ଓଡ଼ିଶାର ଇତିହାସ। ହଁ, ଆଉ ଏଇଟା ଏତେ ବଡ଼ ଯେ କେଉଠୁ ଆରମ୍ଭ କରିବା ସେଇଟା ହିଁ ଗୋଟେ ପ୍ରଶ୍ନ। ଠିକ୍ କହିଲେ। ଆମ ପାଖରେ ଯାହା ତଥ୍ୟ ଅଛି ସେଇଟା ପ୍ରାଗୈତିହାସିକ ଯୁଗର ପଥର ହତିଆରରୁ ଆରମ୍ଭ କରି 1947 ପର୍ଯ୍ୟନ୍ତ। ଏକଦମ। ତେବେ ଆମର ଲକ୍ଷ୍ୟ ହେଉଛି ଏହି ଲମ୍ବା କାହାଣୀର ମୁଖ୍ୟ ମୋଡ଼ଗୁଡ଼ିକୁ ଧରିବା, ମାନେ କେଉଁ ଘଟଣାଗୁଡ଼ିକୁ ଆଜିର ଓଡ଼ିଶାକୁ ଗଢ଼ିଛି ସେଇଟା ବୁଝିବା। ହଁ, ଚାଲନ୍ତୁ ଆରମ୍ଭ କରିବା। ତେବେ ଏକଦମ ଆରମ୍ଭରୁ ଆମକୁ ମୟୂରଭଞ୍ଜର କୁଲିଅଣା କିମ୍ବା ବରଗଡ଼, ବୌଦ୍ଧ ଭଳି ଜାଗାରୁ ପୁରୁଣା ପଥରର ଅସ୍ତ୍ରଶସ୍ତ୍ର ମିଳିଛି। ଯାହା ପ୍ରମାଣ କରେ ଯେ ଏଠି ହଜାର ହଜାର ବର୍ଷ ଧରି ମଣିଷ ରହୁଥିଲା। କିନ୍ତୁ ଏକ ସଭ୍ୟତା, ମାନେ ଏକ ସଂଗଠିତ ସମାଜର ଆରମ୍ଭ କେବେଠୁ ହେଲା? ଏଇଟା ଭଲ ପ୍ରଶ୍ନ। ଦେଖନ୍ତୁ, ପଥର ଯୁଗରୁ ଲିଖିତ ଇତିହାସକୁ ଆସିବାକୁ ବହୁତ ସମୟ ଲାଗିଲା। ପ୍ରାଚୀନ କାଳରେ ଏଠି ମୁଖ୍ୟତଃ 3ଟି ଶକ୍ତିଶାଳୀ ରାଜ୍ୟ ଥିଲା। କଳିଙ୍ଗ, ଉତ୍କଳ ଆଉ ଓଡ୍ର। ହଁ, ଠିକ୍ ସେୟା। ଆଉ ସେମାନଙ୍କ ଭିତରୁ କଳିଙ୍ଗ ଥିଲା ସବୁଠୁ ଶକ୍ତିଶାଳୀ। ତାର ରାଜଧାନୀ ତୋଷାଳୀ ଥିଲା ବୋଲି କୁହାଯାଏ, ଯାହା ଗୋଟେ ସୁସଂଗଠିତ ରାଜ୍ୟର ପରିଚୟ ଦିଏ। ଆଉ ତାପରେ ଆସିଲା ସେଇ ଘଟଣା ଯାହା ସବୁକିଛି ଦୋଦଳି ଦେଲା, କୃଷ୍ଣ କଳିଙ୍ଗ ଯୁଦ୍ଧ। ହଁ, ସମ୍ରାଟ ଅଶୋକ ଆଉ କଳିଙ୍ଗ ଭିତରେ। ଏହି ଯୁଦ୍ଧ ବିଷୟରେ ତ ଆମେ ସମସ୍ତେ ଜାଣନ୍ତି, କିନ୍ତୁ ମୋର ପ୍ରଶ୍ନ ହେଉଛି ଏହାର ପ୍ରଭାବ କ'ଣ କେବଳ ଅଶୋକଙ୍କ ଉପରେ ପଡ଼ିଥିଲା ନା କଳିଙ୍ଗ ଉପରେ ବି? ଦେଖନ୍ତୁ, ଏହା କେବଳ ଗୋଟେ ଯୁଦ୍ଧ ନଥିଲା, ଏହା ଗୋଟେ ବଡ଼ ପରିବର୍ତ୍ତନର ଆରମ୍ଭ ଥିଲା। ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କଲେ, ସେଇଟା ସତ। ଆଚ୍ଛା। କିନ୍ତୁ କଳିଙ୍ଗ ପାଇଁ ଏହାର ଅର୍ଥ ଥିଲା ଅଲଗା। ଧଉଳି, ଜୋଗଡ଼ରେ ଯୋଉ ଶିଳାଲେଖ ସ୍ଥାପନ ହେଲା, ସେଗୁଡ଼ିକ କେବଳ ବିଜୟର ପ୍ରମାଣ ନୁହେଁ, ବରଂ ଗୋଟେ ନୂଆ ଶାସନ ଆଉ ବିଚାରଧାରାର ପ୍ରତୀକ ଥିଲା। ଏକଦମ। ବୌଦ୍ଧ ଧର୍ମର ପ୍ରସାର ଏହି ଅଞ୍ଚଳର ସାମାଜିକ ଜୀବନକୁ ବହୁତ ପ୍ରଭାବିତ କଲା। ତାମାନେ ମୌର୍ଯ୍ୟମାନଙ୍କ ଦ୍ୱାରା ପରାସ୍ତ ହେବା ପରେ କଳିଙ୍ଗର କାହାଣୀ ସରିଗଲା? ନା, ଆଦୌ ନୁହେଁ। ଏଇଠି ତ କାହାଣୀରେ ମଜା ଆସେ। କେମିତି? ମୌର୍ଯ୍ୟ ଶାସନ ଦୁର୍ବଳ ହେବା ପରେ ଚେଦି ବା ମହାମେଘବାହନ ବଂଶର ଉଦୟ ହେଲା। ଆଉ ଏଇ ବଂଶର ସବୁଠୁ ପ୍ରତାପୀ ରାଜା ଥିଲେ ଖାରବେଳ। ଓହୋ, ଖାରବେଳ? ତାଙ୍କ ବିଷୟରେ ତ ଉଦୟଗିରିର ହାତୀଗୁମ୍ଫା ଶିଳାଲେଖରୁ ଜଣାପଡ଼େ। ହଁ, ସେଇଟା ତାଙ୍କର ଏକ ପ୍ରକାର ଆତ୍ମଜୀବନୀ। ସେଥିରେ ସେ ନିଜର ସାମରିକ ବିଜୟ ଆଉ ଲୋକକଲ୍ୟାଣ କାର୍ଯ୍ୟ ବିଷୟରେ ଲେଖିଛନ୍ତି। ଗୋଟେ ମଜା କଥା ହେଉଛି ଖାରବେଳ ଜୈନ ଧର୍ମର ପୃଷ୍ଠପୋଷକ ଥିଲେ, ମାନେ ଅଶୋକଙ୍କ ପରେ ବୌଦ୍ଧ ଧର୍ମ ଆଉ ତାପରେ ଜୈନ ଧର୍ମ। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଏହା ଦର୍ଶାଉଛି ଯେ ଏହି ଅଞ୍ଚଳ ସବୁବେଳେ ଧାର୍ମିକ ସହିଷ୍ଣୁତାର ଗୋଟେ କେନ୍ଦ୍ର ଥିଲା। ଆଚ୍ଛା। ମାନେ ବାହାରୁ ଆସୁଥିବା ପ୍ରଭାବକୁ ଗ୍ରହଣ କରୁଥିଲା, କିନ୍ତୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ବି ରଖିଥିଲା। ତେବେ ଖାରବେଳଙ୍କ ପରେ କ'ଣ ହେଲା? ସେହି ଏକତା ରହିଲା ନା ପୁଣି? ନା, ସେମିତି ହେଲାନି। ତାଙ୍କ ପରେ ଶତବାହନ, ମୁରୁଣ୍ଡଙ୍କ ଭଳି ରାଜବଂଶ ଆସିଲେ, କିନ୍ତୁ ଖାରବେଳଙ୍କ ଭଳି ଗୋଟେ ଶକ୍ତିଶାଳୀ କେନ୍ଦ୍ରୀୟ ଶାସନ ରହିଲାନି। ଆଉ ସେତେବେଳକୁ ଭାରତରେ ଗୁପ୍ତ ସାମ୍ରାଜ୍ୟର ଉଦୟ ହେଉଥିଲା। ତାର ପ୍ରଭାବ କିଛି ପଡ଼ିଲା? ହଁ, ନିଶ୍ଚୟ। ସମ୍ରାଟ ସମୁଦ୍ରଗୁପ୍ତ ତାଙ୍କ ଦକ୍ଷିଣ ଭାରତ ଅଭିଯାନ ବେଳେ ଓଡ଼ିଶା ଦେଇ ଯାଇଥିଲେ। ଆଉ ଏଠାକାର ରାଜ୍ୟଗୁଡ଼ିକୁ ପରାସ୍ତ କରିଥିଲେ। ହଁ, କିନ୍ତୁ ସେ ଏହାକୁ ସିଧାସଳଖ ନିଜ ସାମ୍ରାଜ୍ୟରେ ମିଶାଇଲେ ନାହିଁ। ଏକ ସାମନ୍ତ ରାଜ୍ୟ ଭାବରେ ରହିଲା। ଫଳରେ ଓଡ଼ିଶା ରାଜନୈତିକ ଭାବରେ ଆହୁରି ଛୋଟ ଛୋଟ ଭାଗରେ ବାଣ୍ଟି ହୋଇଗଲା। ଛୋଟ ଛୋଟ ରାଜ୍ୟ? ମାନେ କେମିତିକା? ଯେମିତିକି ଦକ୍ଷିଣରେ ମାଠର ବଂଶ, ଯେଉଁମାନେ ଶୈବ ଥିଲେ। ପଶ୍ଚିମରେ ଥିଲେ ନଳବଂଶ। ନଳବଂଶ? ତାଙ୍କ ବିଷୟରେ କିଛି ବିଶେଷ କଥା ଅଛି କି? ହଁ, ଅଛି। ସେମାନେ ସୁନାମୁଦ୍ରା ପାଇଁ ବେଶ୍ ଜଣାଶୁଣା ଥିଲେ। ଆଚ୍ଛା, ଗୋଟେ ଛୋଟ ଆଞ୍ଚଳିକ ରାଜବଂଶ ସୁନାମୁଦ୍ରା ଚଳାଉଥିଲା? ଏଇଟା ହିଁ ତ ମଜାଦାର କଥା। ଏହାର ଅର୍ଥ ସେମାନେ ବୋଧହୁଏ ବହୁତ ଧନୀ ଥିଲେ କିମ୍ବା କୌଣସି ବଡ଼ ବ୍ୟାପାରିକ ରାସ୍ତାକୁ ନିୟନ୍ତ୍ରଣ କରୁଥିଲେ। ବୁଝିଲି। ତେବେ ଏହି ରାଜନୀତିକ ବିଭାଜନ ପରେ ପୁଣି ଥରେ ଏକତ୍ରୀକରଣ କେବେ ହେଲା? ସେଇଟା ହେଲା ପ୍ରାକ୍ ମଧ୍ୟଯୁଗରେ, ଆଉ ସେତେବେଳେ ଆସିଲେ ଭୌମକର ରାଜବଂଶ। ଭୌମକର? ତାଙ୍କ ରାଜଧାନୀ ଯାଜପୁର ଥିଲା, ନୁହେଁ କି? ହଁ, କିନ୍ତୁ ସେମାନଙ୍କ ବିଷୟର ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସେମାନଙ୍କର ମହିଳା ଶାସକମାନେ। ଗୋଟିଏ ମିନିଟ୍, ମହିଳା ଶାସକ? ଆମେ ଅଷ୍ଟମ ନବମ ଶତାବ୍ଦୀ କଥା କହୁଛେ। ଏହା କିପରି ସମ୍ଭବ ହେଲା? ଏହା ଆଦୌ ସାଧାରଣ କଥା ନଥିଲା, ଆଉ ସେଇପାଇଁ ଏହା ଏତେ ଗୁରୁତ୍ୱପୂର୍ଣ୍ଣ। ତ୍ରିଭୁବନ ମହାଦେବୀଙ୍କ ଭଳି ରାଣୀମାନେ ବହୁତ ସଫଳତାର ସହିତ ଶାସନ କରିଥିଲେ। ଏହା ତ ସେହି ସମୟର ଏକ ପ୍ରଗତିଶୀଳ ସମାଜକୁ ଦର୍ଶାଉଛି। ଏକ୍ଜାକ୍ଟଲି। ଏହାପରେ ଆସିଲେ ସୋମବଂଶୀ ବା କେଶରୀ ବଂଶ,
ଆଉ ତାଙ୍କର ସବୁଠାରୁ ବଡ଼ ଅବଦାନ ହେଉଛି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜ ମନ୍ଦିର ପରେ ହିଁ ଓଡ଼ିଶାର ସୁବର୍ଣ୍ଣ ଯୁଗ ଆରମ୍ଭ ହୁଏ, ହଁ, ସାମ୍ରାଜ୍ୟବାଦୀ ଯୁଗ, ପୂର୍ବ ଗଙ୍ଗାରାଜ ବଂଶ। ଯାହାର ସ୍ଥାପକ ଥିଲେ ଅନନ୍ତବର୍ମନ ଚୋଡ଼ଗଙ୍ଗାଦେବ, ଆଉ ସେମାନେ ହିଁ ପୁରୀର ଜଗନ୍ନାଥ ମନ୍ଦିର ନିର୍ମାଣ କଲେ। କିନ୍ତୁ ଏଇଟା କ'ଣ କେବଳ ଏକ ମନ୍ଦିର ନିର୍ମାଣ ଥିଲା, ନା ଏହା ପଛରେ କିଛି ବଡ଼ ରାଜନୈତିକ ଉଦ୍ଦେଶ୍ୟ ଥିଲା? ଏହା ଏକ ଚମତ୍କାର ରାଜନୈତିକ ପଦକ୍ଷେପ ଥିଲା, କେବଳ ଧାର୍ମିକ ନୁହେଁ। ଆଚ୍ଛା, ଗଙ୍ଗବଂଶର ରାଜାମାନେ ବୁଝିଯାଇଥିଲେ ଯେ କେବଳ ଖଣ୍ଡା ବଳରେ ଏତେ ବଡ଼ ସାମ୍ରାଜ୍ୟକୁ ଏକାଠି ରଖିହେବ ନାହିଁ। ତେବେ ସେମାନେ କ'ଣ କଲେ? ସେମାନେ ଜଗନ୍ନାଥଙ୍କୁ ସମଗ୍ର ଓଡ଼ିଶାର ଆରାଧ୍ୟ ଦେବତା ଭାବେ ପ୍ରତିଷ୍ଠିତ କଲେ, ଆଉ ନିଜକୁ ତାଙ୍କର ପ୍ରଥମ ସେବକ ବା ରାଉତ ଭାବେ ଘୋଷଣା କଲେ। ବାଃ, ମାନେ ରାଜାଙ୍କର ଶାସନକୁ ଗୋଟେ ଦୈବୀ ସ୍ୱୀକୃତି ମିଳିଗଲା। ଠିକ୍, ଏହା ଓଡ଼ିଶାର ପରିଚୟକୁ ଜଗନ୍ନାଥଙ୍କ ପରିଚୟ ସହିତ ସବୁଦିନ ପାଇଁ ଯୋଡ଼ିଦେଲା। ଏହା ତ ଅବିଶ୍ୱାସନୀୟ। ଗଙ୍ଗବଂଶ ପରେ କିଏ ଆସିଲେ? ତାଙ୍କ ପରେ ଆସିଲେ ସୂର୍ଯ୍ୟବଂଶୀ ଗଜପତି, ଯାହାର ସ୍ଥାପନା କରିଥିଲେ ମହାପ୍ରତାପୀ କପିଲେନ୍ଦ୍ର ଦେବ। ଏହା ହିଁ ଥିଲା ଓଡ଼ିଶାର ଶକ୍ତିର ଶିଖର। ତାଙ୍କ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାଠାରୁ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ। ହଁ, କିନ୍ତୁ ଯେକୌଣସି ସାମ୍ରାଜ୍ୟ ପରି ଏହାର ବି ପତନ ହେଲା। ଆଉ ଏହି ପତନର ଶେଷ ହେଲା 1568 ମସିହାରେ ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ସହିତ। ହଁ, ତାକୁ ଓଡ଼ିଶାର ସ୍ୱାଧୀନତାର ସୂର୍ଯ୍ୟାସ୍ତ କୁହାଯାଏ। ଏହାପରେ ପ୍ରାୟ 250 ବର୍ଷ ଓଡ଼ିଶା ବାହ୍ୟ ଶକ୍ତିମାନଙ୍କ ଅଧୀନରେ ରହିଲା, ଆଫଗାନ, ମୋଗଲ ଆଉ ଶେଷରେ ମରାଠା। ଆମ ତଥ୍ୟରେ ଏହି 250 ବର୍ଷକୁ ମାତ୍ର ଗୋଟିଏ ଲାଇନରେ କୁହାଯାଇଛି। କିନ୍ତୁ ଏତେ ଲମ୍ବା ସମୟ ରାଜନୈତିକ ସ୍ୱାଧୀନତା ହରାଇବା ପରେ ଏଠି କ'ଣ ହେଉଥିଲା? ଏଇଟା ଏକ ବହୁତ ଭଲ କଥା ଆପଣ ପଚାରିଲେ। ରାଜନୈତିକ ଦୃଷ୍ଟିରୁ ଏହା ଏକ ଅନ୍ଧକାରମୟ ଯୁଗ ଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହି ସମୟରେ ଓଡ଼ିଆ ସାହିତ୍ୟ ଆଉ ସଂସ୍କୃତିର ପ୍ରବଳ ବିକାଶ ହେଲା। ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସଙ୍କ ଭଳି ମହାନ କବିମାନେ ଏହି ସମୟରେ ହିଁ ଥିଲେ। ଏହା ତ ଏକ ବିରୋଧାଭାସ ଭଳି ଲାଗୁଛି। ହଁ, ବୋଧହୁଏ ଯେତେବେଳେ ରାଜନୈତିକ ଏକତା ହଜିଗଲା, ଲୋକମାନେ ନିଜ ଭାଷା ଓ ସଂସ୍କୃତିକୁ ଆହୁରି ଜୋରରେ ଜାବୁଡ଼ି ଧରିଲେ। ସେଇଟା ହିଁ ସେମାନଙ୍କର ପରିଚୟ ପାଲଟିଗଲା। ଆଉ ତାପରେ 1803ରେ ଆସିଲେ ଇଂରେଜମାନେ। ହଁ, ଯାହା ଆଉ ଏକ ନୂଆ ଅଧ୍ୟାୟ ଥିଲା। ତାଙ୍କ ଶାସନକୁ ଲୋକେ ସହଜରେ ଗ୍ରହଣ କଲେନି ବୋଧେ? ଆଦୌ ନୁହେଁ। ଏହାର ପ୍ରମାଣ ହେଉଛି 1817ର ପାଇକ ବିଦ୍ରୋହ, ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ। ଯଦିଓ ତାକୁ ଦମନ କରି ଦିଆଗଲା, ତଥାପି ଏହା ଏକ ବଡ଼ ପ୍ରତିରୋଧ ଥିଲା। ହଁ, ଏହା ଓଡ଼ିଆମାନଙ୍କର ସ୍ୱାଭିମାନର ପରିଚୟ ଦେଇଥିଲା। କିନ୍ତୁ ବ୍ରିଟିଶ ଶାସନ କାଳରେ ହିଁ ଆଧୁନିକ ଓଡ଼ିଶାର ମୂଳଦୁଆ ପଡ଼ିଲା। ମୁଁ 1 ଏପ୍ରିଲ 1936 କଥା କହୁଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ। ହଁ, ଏହି ତାରିଖଟା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାରଣ ଏହା ଏକ ଦୀର୍ଘ ସଂଗ୍ରାମର ଫଳ ଥିଲା। ଇଂରେଜମାନେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ବଙ୍ଗଳା, ମାଡ୍ରାସ, କେନ୍ଦ୍ରୀୟ ପ୍ରଦେଶରେ ବାଣ୍ଟି ଦେଇଥିଲେ। ଯାହାଦ୍ୱାରା ଭାଷା ଆଉ ସଂସ୍କୃତିର ପରିଚୟ ସଙ୍କଟରେ ପଡ଼ିଯାଇଥିଲା। ଏକଦମ। ତେଣୁ ମଧୁସୂଦନ ଦାସ, ଗୋପବନ୍ଧୁ ଦାସଙ୍କ ଭଳି ନେତାମାନେ ଏହିସବୁ ଅଞ୍ଚଳକୁ ଏକାଠି କରିବା ପାଇଁ ଆନ୍ଦୋଳନ କଲେ। 1936 ସେହି ସଂଗ୍ରାମର ସଫଳତା ଥିଲା। ଆଧୁନିକ ଓଡ଼ିଶାର ଜନ୍ମ। ହଁ, ସ୍ୱାଧୀନତା ପୂର୍ବରୁ ଆଉ ଗୋଟେ ବଡ଼ କାମ ବାକି ଥିଲା। ହଁ, ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ। ଏହି ଗଡ଼ଜାତ ରାଜ୍ୟଗୁଡ଼ିକ କ'ଣ ଥିଲା? ସେଗୁଡ଼ିକ କ'ଣ ବ୍ରିଟିଶ ଶାସନର ଅଂଶ ନଥିଲା? ନା, ସେଇଟା ହିଁ କଥା। ଏହି 26ଟି ଛୋଟ ଛୋଟ ରାଜ୍ୟ ସିଧା ବ୍ରିଟିଶ ଶାସନ ଅଧୀନରେ ନଥିଲେ। ଆଚ୍ଛା। ସେମାନଙ୍କର ନିଜ ନିଜର ରାଜା ଥିଲେ। ତେବେ ଭାରତ ସ୍ୱାଧୀନ ହେବା ପରେ ଏକ ଏକୀକୃତ ଓଡ଼ିଶା ପାଇଁ ଏଗୁଡ଼ିକୁ ମିଶାଇବା ଏକ ବଡ଼ ଆହ୍ୱାନ ଥିଲା। ଆଉ ଏଥିରେ ସର୍ଦ୍ଦାର ପଟେଲ ଏବଂ ହରିକୃଷ୍ଣ ମହତାବଙ୍କର ବଡ଼ ଭୂମିକା ଥିଲା। ହଁ, ଏହି ମିଶ୍ରଣ ସଫଳ ହେବା ପରେ ହିଁ ଆଜିର ଓଡ଼ିଶାର ରୂପରେଖା ତିଆରି ହେଲା। ତେବେ ଏହା ଥିଲା ଏକ ଦ୍ରୁତ କିନ୍ତୁ ବହୁତ ରୋମାଞ୍ଚକର ଯାତ୍ରା, କୁଳିଅଣାର ପଥର ଅସ୍ତ୍ରର ଆରମ୍ଭ କରି ଏକ ଆଧୁନିକ ରାଜ୍ୟ ପର୍ଯ୍ୟନ୍ତ। ଆମେ ବହୁତ କିଛି ଦେଖିଲେ। ଭୌମକର ବଂଶର ମହିଳା ଶାସକ, ଗଜପତି ସାମ୍ରାଜ୍ୟର ବିଶାଳତା ଏବଂ ଭାଷାକୁ ନେଇ ଗୋଟିଏ ରାଜ୍ୟ ଗଠନ ହେବାର ସଂଗ୍ରାମ, ଏସବୁ ମିଶି ଆଜିର ଓଡ଼ିଶାକୁ ଗଢ଼ିଛି। ଆମେ ମୁଖ୍ୟତଃ ରାଜନୈତିକ ଇତିହାସ ବିଷୟରେ କଥା ହେଲେ, କିନ୍ତୁ ଏଠି ଚିନ୍ତା କରିବା ପାଇଁ ଗୋଟିଏ ପ୍ରଶ୍ନ ରହିଯାଉଛି। କ'ଣ? ଏତେ ଶତାବ୍ଦୀର ରାଜନୈତିକ ଅସ୍ଥିରତା ଆଉ ବୈଦେଶିକ ଶାସନ ସତ୍ତ୍ୱେ ଓଡ଼ିଶାର ସାଂସ୍କୃତିକ ପରିଚୟ, ମାନେ ଏହାର ଭାଷା, କଳା ଆଉ ବିଶେଷ କରି ଜଗନ୍ନାଥଙ୍କ ପ୍ରତି ଭକ୍ତି,
କେବଳ ବଞ୍ଚି ରହିଲା ନାହିଁ, ବରଂ ଆହୁରି ମଜବୁତ ହେଲା। ହଁ, ଏହା କେମିତି ସମ୍ଭବ ହେଲା? ବୋଧହୁଏ ଏହାର ଉତ୍ତର ରାଜା ମହାରାଜାଙ୍କ କାହାଣୀ ଭିତରେ ନୁହେଁ, ବରଂ ସାଧାରଣ ଲୋକଙ୍କ ଜୀବନ ଆଉ ବିଶ୍ୱାସ ଭିତରେ ଲୁଚି ରହିଛି। ଏହା ବିଷୟରେ ଚିନ୍ତା କରିବା ପାଇଁ ଆମେ ଶ୍ରୋତାଙ୍କୁ ଛାଡ଼ି ଦଉଛୁ।